ବେଦପତି ବ୍ରହ୍ମାଙ୍କୁ ତପସ୍ୟା କଲା କିଏ ନା ବାଳି। ବ୍ରହ୍ମା ପ୍ରୀତ ହେଇଗଲେ, ବୋଲେ ଖୁସି ହେଇଗଲେ। ଗୋଟିଏ ଗଛଟିଏ ଦେଲେ। ବୃକ୍ଷ ହଉଛି ଜୀବନ, ବୃକ୍ଷ ହଉଛି ଅମୂଲ୍ୟ ସମ୍ପଦ। ବୃକ୍ଷ ନାହିଁ ତ ମଣିଷ ନାହିଁ। ପରିବେଶର ମୂଳ ଉତ୍ସ ହଉଛି ବୃକ୍ଷ। ବ୍ରହ୍ମା ଗୋଟିଏ ବୃକ୍ଷ ଦେଲେ, ସେ ବୃକ୍ଷଟିର ନାଁ ହେଲା ମଧୁର କୁଞ୍ଜ। କେହି କେହି ଗାୟକ ମାନେ ତାକୁ ଅପଭ୍ରଂଶରେ କହନ୍ତି ମଧୁର କୁଣ୍ଡା ଗଛ, ନାଇଁ ମଧୁର କୁନ୍ମ। କହିଲେ ଏଇ ଗଛଟାକୁ ନେଇକି ତ ଅଗଣାରେ ରୋପିବୁ, ଶତ୍ରୁ ଯେତେବେଳେ ଆସିବ ଏ ଗଛର ପତ୍ର ଗୁଡାକ ଝାଉଁଳିଯିବ, ନହେଲେ ଏ ଗଛର ପତ୍ର ସଦା ସର୍ବଦା ଉନ୍ମୁକ୍ତ। ଅପର ପାର୍ଶ୍ୱରେ ଆପଣ ମାନଙ୍କର ବାଳି ସୁଗ୍ରୀ ଭିତରେ ଯୁଦ୍ଧ ହେଇଛି, ବଜେଇଛି ବିଧାଟେ ବାଳି ସୁଗ୍ରୀବକୁ, ଛାଡିକି ଜୀବନ ବିକଳରେ ସୁଗ୍ରୀବ ପଳେଇଛି। ଋଷ୍ୟମୁଖ ପର୍ବତରେ ସ୍ଥାନ ନେଇଛି। ରାମ ଲକ୍ଷ୍ମଣ ସୀତାକୁ ହରେଇକି ସେତିକି ବେଳେ ବୁଲୁଥାନ୍ତି, ଖୋଜୁଥାନ୍ତି ମୋ ମାକୁ କୁଆଡେ ଗଲା। ଯାହାକୁ ଦେଖୁଥାନ୍ତି କହୁଥାନ୍ତି, ଏଇ ମୋ ସୀତାକୁ ଦେଖିଛ? ନା ତମ ସୀତା କେମିତିଆ? କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଗୋଟିଏ ଧାଡି କଲମ କଲେ। ରାମ ସମସ୍ତଙ୍କୁ ଏ ଧାଡିଏ କହୁଥାନ୍ତି, ବୁଝିବ ଅତି ସହଜେ, ବୁଝିବା ଅତି ସହଜେ, ବୁଝିବ ଅତି ସହଜେ, ବୁଝିବା ଅତି ସହଜେ, ବহে ଷড় ନାମ ସେ ଯେ, ବহে ଷড় ନାମ ସେ ଯେ, ମୈଥିଳି ଜାନକୀ ଜାନକୀ ପାର୍ଥିବୀରେ, জানকী পার্থিবীরে, জানকী পার্থিবী, যোজন গন্ধাসী সাজে, যোজন গন্ধাসী সাজে। ଭଗବାନ ରାମ ଯାହାକୁ ଦେଖୁଛନ୍ତି ବସି ଖାଲି କହୁଛନ୍ତି, ମୋ ସ୍ତ୍ରୀର 6ଟା ନାଁ, ବୈଦେହୀ, ମୈଥିଳି, ଜାନକୀ, ପାର୍ଥିବୀ, ଯୋଜନଗନ୍ଧା, ସୀତା। ଏ 6ଟା ମୋ ସ୍ତ୍ରୀ ନା। କିଏ ଦେଖିଛ ମତେ କହ? ରାମ ଖୋଜୁ ଖୋଜୁ ଋଷ୍ୟମୁଖ ପର୍ବତରେ ସେଇଠି ଜଣିଏ ପହଞ୍ଚିଲେ। ସେ କିଏ ନା ଅତୁଲିତ ବୋଲ ଧାମ ହେମ ଶୈଲାବ ଦେହ, ତନୁଜ ବୋଲ କୃଷାନୀ ନାମ সকল গুণ নিধান রঘুপতি প্রিয় ভগত রাম যাଉଛନ୍ତି ভেଟ ହେଲେ ଭଗବାନ ହନୁମାନ। ସେ କହିଲେ ଅତୁଲିତ ବଲଧାମ ହେମ ଶୈଲାଭ ଦେହ, ମୋ ସମୁଦି ତ ନାଇଁ ଆସିନି, ଆପଣ ମାନେ ତାକୁ ପଚାରିବେ। ହନୁମାନଙ୍କର ବଳ ଅତୁଲିତ କୋଉଠି ହେଇଛି? କେଉଠି ଅତୁଲିତ ହେଇଥିଲେ ହନୁମାନ ଜୀ?
खाली पालारे गोटे कहानी गाई देले हबन तारी भितरे पाठ बाहरिबा दरकार हनुमान बल कोठी आगे अतुलित ता बल को हनुमान बल को केही तुलना करि पारले ना से जगहटा कोठी मने रखी था हनुमान देह शैलाभ देह बोले वज्र पर्वत भलिया ता देह टाण दनुज बल कुशानु असुर मान को आखि आगे रे से कृषानु बोले अग्नि बोले निया कोठे हेला ज्ञानी नाग मग्रगण्य हनुमान ज्ञान भितरे जिते ब्रह्मांड रे भक्त अच्छा श्रेष्ठ ज्ञानी भक्त हनुमान कोठे ज्ञानी हेला केउठी ज्ञानी हेला आजिकाली जुगरे आउ भगवान पूजा होचे आज्ञा आउ भगवान पूजा नहीं आजिकाली जुगरे हौ आयुष्मान भव प्रभु मंगल करंतु सर्वारिष्ट शांत आजिकाली जुगरे भगवान पूजा नहीं आज्ञा आजिकाली जुगरे भक्त पूजा सबु गाँ देखुन गाँ गाँ रे परीक्षा कर जोटा कहूँ ठीक ना भूल राम मंदिर बेसी देखुच ना हनुमान मंदिर बेसी देखुच जो गाँ जीव रोड कर गोटे हनुमान ठिया था राम ना अच्छा राधा को पूजा करुच ना घरे अभिराम परमहंस को पूजा करुच राधा नहीं अभिराम 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 आजा चैतन्य काली की पूजा करुच ना अन्नकूल चंद्र को पूजा करुच देख जुगे जुगे भक्त पूजा राम जाउछंती हनुमान आसु हनुमान बल है अतुलित ना केते बल ना 10 बलि वर्धन समूह एका स्वकृप बारण दशटा बलदर बल जेतिकी गोटे घोड़ार बल सेति अश्व 10टा घोड़ार बल जेतिकी गोटाए हाथीर बल सेति 1000टा हाथीर बल जेतिकी इंद्र वाहन उच्चैश्रवा ए ऐरावत हाथीर बल हूँ सेति लक्षे ऐरावत बलर बल जेति इंद्रर वज्र बल हूँ सेति लक्षे इंद्रर वज्रर बल जेति इंद्रर बाँ हाथर बल सेति कोटिए इंद्रर बल जेतिकी हनुमानंकर काणी आंगुठीर बल सेतिकी ताले हनुमान बल अतुलित कोठे हेला रावण आदेश देइछि जे मांकड़टा को मारदब मुझे लंका कटकरू अधे राज्य देवी ये तो छोटिया मांकड़ नुह लंका को जाली देइछि
ଗୋଟିଏ ଅସୁର ଠିଆ ହେଲା, ତା ନାଁଟା ହଉଛି କାଳନେମି। କାଳନେମି ରାବଣର ମାମୁଁ। କହିଲା ଭଣଜା ଭଣଜା ମୁଁ ମାରିଦେବି। ମୁଁ ମାରିଦେବି। ହନୁମାନ ବଳ କୋଉଠି ଅତୁଳନୀୟ। କହିଲା ମୁଁ ମାରିଦେବି ନା। ହଁ ଯଦି ମାରିଦବ ତାହେଲେ ଲଙ୍କା କଟକରୁ ଅଧେ ନବ। ଭଣଜା ଖାଲି ଲଙ୍କା କଟକରୁ ଅଧେ ନୁହେଁ, ମୁଁ ଯାଉଛି, ମୁଁ ମାଙ୍କଡଟାକୁ ମାରିକି ଆସିବି। ତୁ ଏଇଠି କହିଥାନ୍ତୁ ଭଣଜା ଖାଲି ଲଙ୍କା କଟକରୁ ଅଧେ ନୁହଁ, ମନ୍ଦ ଧରିକି ନେବି, ଏହା କହିଥାନ୍ତୁ। ଆଉ କଣ ନାଇଁ, ଭଲ ପାଳିଆ ତୁ। କଣ କଣ କହିଲ? ମୁଁ ଇଆଡେ ଭାଇନାକୁ ନେଇଛି, ଶୀତରଞ୍ଜନ ଭାଇନାକୁ। କଣ କହିଲେ ଆପଣ ମତେ? ହଁ ବନ୍ଧୁ ଜୟ ଜଗନ୍ନାଥ। ହଁ ମୁଁ ଭାଇନାକୁ ନେଇଛି, କଣ ଗୋଟେ କହିଲ? କହିଲା ଲଙ୍କା କଟକରୁ ଅଧେ ନେବି, ମୁଁ ଯାଉଛି। ମୁଁ କଣ କଣ ନେବି ଶୁଣୁନ ମୋଠୁ। କଣ? ଭଲ ଫଳ ବଗିଚା ଯୋଉଟା ମୋର, ଭଲ ଆମ୍ବ ଯୋଉଟା ଆମ୍ବ ବଗିଚାଟା ମୋର, ସବୁ ଭଲ ଜିନିଷ। ଚେନ ପକେଇକି ଅଧେ କରିବା। ତୋ ସ୍ତ୍ରୀରୁ ମାନେ ଯେତେ ଶଇଲା ତ ପାଲା। ଆଉ କଣ କି ଭଳିଆ ପାଳିଆ ତମେ ସବୁ ହେଇଛ? କହିବିନି। ଲଙ୍କା କଟକରୁ ଅଧେ ନେବି। ହଁ କାଳ ନେବି ଯାଇକି ବସିଲା ବାଟରେ ଗୋଟେ ଜାଗାରେ ତପସ୍ୟା କରୁଛି। ଠିକ ଏତିକି ବେଳେ ଆସୁଛି ପବନ ନନ୍ଦନ ହନୁମାନ। ହନୁମାନ କାହିଁକି ନା କାଇଁସିକା ହ୍ରଦରୁ ପଦ୍ମ ଫୁଲ ନେଲେ, ରାମ ପୂଜା କଲେ, ଦୁର୍ଗା ଆସିବ। ହଁ ଦୁର୍ଗା ଆସିଲେ ରାମ ରଥରେ ବିରାଜମାନ କଲେ ଯାଇକି ରାବଣ ଲକ୍ଷ୍ମୀ ଛଡା ହବ, ମରିବ। ଡାକିଲା ମା। କେମିତି ଡାକିଲା? ଡାକିଲା କହିଲା ମାତବ ଶୈଳ ଯେ ମା, ମା ସୁଧାଂଶୁ বিনাশিনী উমা ভূষণ ওলা মারিলু তু চন্ড মুন্ড ভাঙ্গি অসুর গারি মারিলু তু চন্দ মুন্ড মা চন্দ মুন্ড ভাঙ্গি অসুর গারি মালিকা করিছু মন্ত্রী কবি প্রে পূজিত প্রে পূজিত কেবল নিব গুণ সীমা আহা মন্ত্রিত বিপ্রে পূজিত বিপ্রে পূজিত কেবল নিব গুণ সীমা। ମୋ ସମୁଦି ସିନା ଗାଇବ, କିନ୍ତୁ ଗାଇବାର ଧାରା ମୋ ସମୁଦି ଆଜି ଯାକେ ଶିଖିଲାଣି ନା ନା। ଘରେ ମୋ ସମୁଦୁଣୀ ଯୋଉ ମାଣବସା ଲକ୍ଷ୍ମୀ ପୁରାଣ ପଢେ, ମୋ ସମୁଦି ବସି ବସିକି ଶୁଣିକି ଟିକେ ଇଏ ଇଏ ହଉଛି। ନହେଲେ ପାଲାର ଧାରା
ପାଲା ଗାଇଲେ କୋଉ ଛନ୍ଦ କୋଉ ରାଗ କୋଉ ଲୟ କୋଉ ତାଳରେ ଗାଇବା ହୁଏ ଆଜି ଯାଙ୍କେ ଶିଖିଲାଣି ମୁଁ ଶୁଣୁଛି ନା ନା ଧାରା ଜଣା ନାହିଁ ହବନି ଦେଖ ଗୋଟେ ଗାଇବାରେ ଗ୍ରାଭିଟି ଦରକାର ନା ନହେଲେ କେମିତି ହବ ପଇସା ଆସିଲା কলা মান্ত্রিক বিপ্রেপূজিত 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 বর্ণিব গুণ সীমা মান্ত্রিক বিপ্রেপূজিত বিপ্রেপূজিত এবং নিব গুণ সীমা মাধুরী যে অলক্ষ্য মাধুরী রে যে অলক্ষ্য কি বর্ণিবি তৌপমা সুধাংশু ভূষণ বাবা মাত গোত কোলা মার্জনা করমা দোষ যোগেন্দ্র জিত ঝিওয়া অর্জনা কর ମୋ ବନ୍ଧୁ ଆସିକି ବସିଲେଣି ଗାୟକ ଚନ୍ଦନ ପ୍ରଭାତ ଶ୍ରୀଚନ୍ଦ୍ର ଅଖିଳ ଭାରତ ପାଲା ପରିଷଦର ସଭାପତି ମୁଁ ସେକ୍ରେଟାରୀ ବନ୍ଧୁ ଲୋକ ଆଉ ଗାଇ ପାରୁନି ବହୁତ ବାଧୁଛି ସେ ଆକ୍ସିଡେଣ୍ଟ ପରଠାରୁ ତଥାପି ଓଡ଼ିଶା ମତେ ଛାଡୁନି ନା ଏଇଠୁ ଗାଇବି ଅନୁଷ୍ଠାନ କହୁଛି ତମେ ପାଲା ଗାଇବା ଦରକାର ନାହିଁ ଖାଲି ହୋତା ସାରା ମଞ୍ଚ ଉପରେ ଅଧଘଣ୍ଟେ ଘଣ୍ଟେ ଖାଲି ଠିଆ ହେଇଯା ନୃସିଂହ ତା ଘଣ୍ଟେ ଠିଆ ହେଇଗଲେ ମଞ୍ଚ ଉପରେ ମୋ ପଇସା ଉଠିଯିବ ହଁ ପଇସା ଉଠିଯିବ କିନ୍ତୁ ଯେ କଳାକାର ଯେ ବାଘ ଛୁଆ ସେ ଶୃଗାଳ ପିଲା ହେଇପାରିବ କି ଆଜ୍ଞା ନା ଯେ ମଞ୍ଚ ଉପରେ 4 ଘଣ୍ଟା ଠିଆ ହେଲା ବେଳେ ଓଡ଼ିଶାର ଗାୟକ ମାନେ ଡରନ୍ତି ସେ ମଞ୍ଚ ଉପରେ ଘଣ୍ଟେ ଠିଆ ହେଲେ ତାକୁ ସୁଖ ଲାଗିବ ନା